କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସେ କବିଙ୍କ ବିଷୟରେ ଜାଣିବା କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କଣ ଅଧିକା କହିବି, ତାଙ୍କ ଲେଖା ଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। କବିର ଅନିସନ୍ଧିତ୍ସୁ ଆଖି ଘୂରି ବୁଲେ କୋଣ ଅନୁକୋଣ, ବିବିଧତା ଓ ସମାନତା ତା ଆଖିରୁ ଖସିଯାଇ ପାରେ ନାହିଁ। କବି ନୀଳ ସମୁଦ୍ରକୁ ଦେଖେ, ଦେଖେ ପୁଣି ନୀଳ ଆକାଶକୁ। ଉଭୟଙ୍କ ନୀଳିମା ଭିତରେ ସେ ହଜିଯାଇ ଲେଖିବ ସେ କବିତା। ନୀଳ ଆକାଶ, ସତରେ ତମେ କେତେ ସୁନ୍ଦର। ଯେବେ ଦେଖେ ନୀଳ ସମୁଦ୍ରକୁ, ତା ଖୁସି ଭିତରେ ସମୁଦ୍ରର ଉତ୍ତାଳ ଉର୍ମିମାଳା ତାକୁ ଅସହ୍ୟ କରେ। ସେଇଠି ସେ ଅଟକି ଯାଇ ଫେରି ଦେଖେ ନିଜ ଅତୀତକୁ। ଯୌବନର ଉନ୍ମାଦତା, ତା ପ୍ରେମିକା ଗୋଟି ଗୋଟି ହୋଇ ଚାଲି ଆସନ୍ତି ତା ବାଟକୁ। ନଈ ଆଉ ନିଜ ପ୍ରେମିକାକୁ ତଉଲି ପକାଏ ନିଜ ନିକିତିରେ। ସେମିତି ସେଦିନ କବି ଶରତ କୁମାର ଦାସ ତଉଲି ପକେଇଥିଲେ ନିଜ ପ୍ରେମିକାକୁ ତାଙ୍କ କବିତା ମାଧ୍ୟମରେ। ଆସନ୍ତୁ ଜାଣିବା କବିତାଟି କଣ। ସେ ସୁନ୍ଦର କବିତାର ଶୀର୍ଷକଟି ହେଉଛି ନଈ ଆଉ ନାରୀ। ମୋ ଅନିସନ୍ଧିତ୍ସୁ ଆଖି ତୋତେ ଯେବେ ଦେଖେ ଶରତ ସକାଳରେ, ତୋ କ୍ଷଣକଟି ତନୁ କାଚ କେନ୍ଦୁ ପାଣିର ଧାର, କୁନି କୁନି ଲହରୀ ମାନଙ୍କର ଖେଳ। ତୁ ବହି ଯାଉଥାଉ ଧୀରେ ଅତି ଧୀରେ, ଓଠରେ ମଧୁର ସଙ୍ଗୀତ, ଚାହାଣୀରେ ନିରୀହପଣ ଭାବିନିଏ ତୁ ସେଇ ଗୀତା ମିତା କବିତା ଜମା ନୁହଁ। ଛମ ଛମ ପାଉଁଜି ସ୍ୱରରେ ଯିଏ ମୋତେ ଘାୟଲ କରି ଫିଙ୍ଗି ଦେଇଥିଲେ ମେଘଢଙ୍କା ରାତିରେ ବିଜନ ନଈ ପଠାରେ। ଦିନେ ନିଶ୍ଚିତ ଥିଲି ଯେ ମୁଁ ଛିଡ଼ା ହେଇଛି ଏକ ସଜ୍ଜିତ ମଣ୍ଡପରେ, ଦିବା ଲଗ୍ନର ମହାଘର୍ଗ ମୁହୂର୍ତ୍ତରେ। ମୋ ଚାରିପାଖେ ଫୁଲଙ୍କ ବର୍ଷା, ପଲକ ନ ପଡ଼ିବାର ମାଦକତା। ମୁଁ ଭିଜୁଥିଲି ଅତର ପାଉଡର ଲିପଷ୍ଟିକ୍ର ଯୁଗଳ ମନ୍ଦିରେ। ଏବେ ବର୍ଷା କାଳ, ଝରି ପଡୁଛି ମୌସୁମୀ ବର୍ଷା। ତଳେ ନଈର ଉଛୁଳା ସୁଅ, ଜଳଚରଙ୍କ ଆତଙ୍କ, ତ ତନୁ ବିଶାଳତର, ଲାଭା ପରି ଆଖି, ଓଠରେ ବିକଟାଳ ଶବ୍ଦ। ମୁଁ ନିଶ୍ଚିତ ଯେ ତୁ ସେଇ ଗୀତା ମିତା କବିତା, ମୋ ଅବିଶ୍ୱସ୍ତ ପ୍ରେମିକା। ଦେଖିବାକୁ ଢେର ଅନୁପମ, ହେଲେ ହୃଦୟ ପାଷାଣୀୟ। ସତରେ ନଈ ଆଉ ନାରୀ ଭିତରେ କି ଅଦ୍ଭୁତ ସାମଞ୍ଜସ୍ୟ। କେମିତି ଲାଗିଲା କବିତାଟି? ନିଶ୍ଚିତ ଭଲ ଲାଗିଥିବ ନା? ତ ଭଲ ଲାଗିଲେ କଣ କରିବେ ତ ଜାଣିଛନ୍ତି? ଭିଡିଓକୁ ଟିକେ ଲାଇକ୍ କରିଦେବେ, ଆମକୁ ଭଲ ଲାଗିବ। ଭିଡିଓକୁ ଆମ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ନୋଟିଫିକେସନ ଅନ୍ ଥିଲେ ଆପଣ ଏଇଭଳି ସୁନ୍ଦର କବିତାକୁ ଅନୁଭବ କରିପାରିବେ। ତାହେଲେ ରହୁଛି, ଉପସ୍ଥାପନରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବେ। ରହୁଛି ଆପଣଙ୍କ ଅନାମିକା। ନମସ୍କାର।